ଓ ଗୁରୁମା ବୃନ୍ଦ, ଉପସ୍ଥିତ ଅତିଥି ବୃନ୍ଦ ଓ ମୋର ଛୋଟ ବଡ଼ ଭାଇ ଓ ଭଉଣୀ ମାନେ, ଆଜି ହେଉଛି ସେପ୍ଟେମ୍ବର ମାସ 5 ତାରିଖ, ପବିତ୍ର ଗୁରୁ ଦିବସ। ଏହି ପବିତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଦୂରେଇ ଜ୍ଞାନ ରୂପକ ଆଲୋକ ଦେଖେଇଥାନ୍ତି। କାରଣ ଗୁ ଶବ୍ଦର ଅର୍ଥ ହେଉଛି ଅନ୍ଧକାର, ରୁ ଶବ୍ଦର ଅର୍ଥ ହେଉଛି ଆଲୋକ। ଗୁରୁ ଭଗବାନଙ୍କ ସହିତ ତୁଳନୀୟ, ତେଣୁ ମୁଁ ସେହି ଗୁରୁଙ୍କ ପାଦ ତଳେ ପ୍ରଣିପାତ ନିବେଦନ କରି ଦୁଇ ପଦ ତାଙ୍କ ପାଇଁ ବୋଲୁଅଛି। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ଯଥାର୍ଥରେ ଲେଖିଛନ୍ତି, ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ପ୍ରକୃତରେ ଭାରତରେ 1962 ମସିହା ଠାରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଉଅଛି। ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ 1888 ମସିହା ସେପ୍ଟେମ୍ବର ମାସ 5 ତାରିଖରେ ତାମିଲନାଡୁର ତିରୁନାନି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଭାରତର ଜଣେ ଆଦର୍ଶ ଶିକ୍ଷକ। ଶିକ୍ଷା ପ୍ରତି ତାଙ୍କର ଆନ୍ତରିକତା ଏବଂ ସମସ୍ତ ଶିକ୍ଷକମାନଙ୍କ ପ୍ରତି ସମ୍ମାନ ପାଇଁ ଏହି ଦିନଟିକୁ ତାଙ୍କୁ ଏବଂ ସମସ୍ତ ଶିକ୍ଷକମାନଙ୍କୁ ସମର୍ପିତ କରାଯାଇ ତାଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ। ସାଧାରଣତଃ ଆମ ପିତାମାତା ହେଉଛନ୍ତି ଆମର ପ୍ରଥମ ଗୁରୁ, କିନ୍ତୁ ପିତାମାତାଙ୍କ ପରେ ଆମ ଜୀବନରେ ଆସିଥାନ୍ତି ଶିକ୍ଷକ ବା ଗୁରୁ। ଗୁରୁଙ୍କ ଆଶୀର୍ବାଦ ଏବଂ ମାର୍ଗଦର୍ଶନ ଦ୍ୱାରା ଜଣେ ଛାତ୍ର ଅଶେଷ ଜ୍ଞାନ ଏବଂ ସମ୍ମାନର ଅଧିକାରୀ ହୋଇପାରେ। ତେଣୁ ପ୍ରତି ମୁହୂର୍ତ୍ତରେ ଗୁରୁଙ୍କ ଆଜ୍ଞାକୁ ଈଶ୍ୱରଙ୍କ ଆଜ୍ଞା ମନେକରି ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ। ଏହି ପବିତ୍ର ଅବସରରେ ମୋର ଏତିକି ନିବେଦନ ଯେ ଗୁରୁ ଶିଷ୍ୟଙ୍କ ସମ୍ପର୍କ ନିବିଡ଼ ରହିବା ସହିତ ତାଙ୍କ ଆଶୀର୍ବାଦରେ ଆମ ଚଲାପଥ କୁସୁମିତ ହେଉ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ନମସ୍କାର। Thanks for watching.